ପତଳା ହେଉଛନ୍ତି ରୋହିତ ଶର୍ମା ନିଜ ଫିଟନେସ୍ ଉପରେ ଦେଉଛନ୍ତି ବିଶେଷ ଧ୍ୟାନ। ଜ୍ଞାନ ଦର୍ଶକ ବନ୍ଧୁ, ବିଗତ କିଛି ମାସ ହେବ କିନ୍ତୁ ରୋହିତ ଶର୍ମାଙ୍କ ଫିଟନେସ୍ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି। 2027 ଦିନିକିଆ ବିଶ୍ୱକପ୍ ଖେଳିବାର ସ୍ୱପ୍ନ ସାକାର କରିବା ଲାଗି ପୁରା ଦମ୍ରେ ଲାଗି ପଡ଼ିଛନ୍ତି ହିଟମ୍ୟାନ୍। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଟି20 ଏବଂ ଟେଷ୍ଟରେ ରୋହିତ ଶର୍ମା ତାଙ୍କ ଫିଟନେସ୍ ପାଇଁ ଅନେକ ଥର ସମାଲୋଚନା ହୁଅନ୍ତି। ତାଙ୍କର ଗୋଲ ମୋଟଲ ଏବଂ ସୁଦୃଢ଼ ଶରୀର ପାଇଁ ଅନେକ କଟାକ୍ଷର ଶିକାର ହୁଅନ୍ତି। ଜଣେ ମହିଳା ନେତା ଏବଂ ତାଙ୍କ ଫିଟନେସ୍ ତାତ୍ସଲ୍ୟ କରି ସାମାଜିକ ଗଣମାଧ୍ୟମରେ ଝଡ଼ ସୃଷ୍ଟି କରିଥିଲେ। ବିଗତ କିଛି ମାସ ହେବ କିନ୍ତୁ ରୋହିତ ତାଙ୍କ ଫିଟନେସ୍ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି। 2027 ଦିନିକିଆ ବିଶ୍ୱକପ୍ ଖେଳିବାର ସ୍ୱପ୍ନ ସାକାର କରିବା ଲାଗି ପୁରା ଦମ୍ରେ ଲାଗି ପଡ଼ିଛନ୍ତି ଏବଂ ଏହା ପୂର୍ବରୁ ଚଳିତ ବର୍ଷ IPL ନିଜ ଯାଦୁ ଦେଖାଇବାକୁ ଜୋରଦାର ପ୍ରସ୍ତୁତ କରୁଛନ୍ତି। କାରଣ ଗତ ଋତୁ ସାରା ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳାଇଥିଲା। ଏବର୍ଷ କିନ୍ତୁ ରୋହିତ ଇମ୍ପାକ୍ଟ ପ୍ଲେୟାର ଭୂମିକାରୁ ବାହାରି ଅଲରାଉଣ୍ଡର ପ୍ରଦର୍ଶନ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ସେଥିଲାଗି ପ୍ରଥମେ ନିଜକୁ ଓଜନ ଆଉ କିଛି କିଲୋଗ୍ରାମ କମାଇବାକୁ ଅଭିଯାନ ଲାଗି ପଡ଼ିଛନ୍ତି। 36 ବର୍ଷୀୟ ରୋହିତ ସେଥିପାଇଁ ୱାଙ୍ଗଖେଡ଼େ ଷ୍ଟାଡିୟମରେ ନିୟମିତ ଅଭ୍ୟାସ କରୁଛନ୍ତି ଏବଂ ବ୍ୟାୟାମ କରିବା ସହ ସନ୍ତୁଳିତ ଖାଦ୍ୟ ଖାଇ ପୂର୍ବରୁ ପତଳା ଶରୀର ଫେରିବାକୁ କଠିନ ପରିଶ୍ରମ କରୁଛନ୍ତି। ସୂଚନାଯୋଗ୍ୟ ଯେ IPL 2025 ଋତୁରେ ରୋହିତ 15 ମ୍ୟାଚ୍ ଖେଳି 150 ଷ୍ଟ୍ରାଇକ୍ ରେଟ୍ରେ 418 ରନ୍ କରିଥିଲେ। ସୂର୍ଯ୍ୟକୁମାର ଯାଦବଙ୍କ ପଛରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଦ୍ୱିତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଥିଲେ। ଏଥର ସେ 500 ରନ୍ ମାଇଲଖୁଣ୍ଟ ଛୁଇଁବାକୁ ଆଶା ରଖିଛନ୍ତି। ଜି ହଁ ଦର୍ଶକ ବନ୍ଧୁ, ଭାରତର ପୂର୍ବତନ ସଫଳ ଅଧିନାୟକ ରୋହିତ ଶର୍ମା ବା ହିଟମ୍ୟାନ୍ ସେ ପତଳା ହେବାକୁ ଜୋରଦାର ବ୍ୟାୟାମ ବା ଅଭ୍ୟାସ ଜାରି କରିସାରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରେ ୱାଙ୍ଗଖେଡ଼େ ଷ୍ଟାଡିୟମରେ ସେ ଅଭ୍ୟାସ ଜୋରସୋର ଆରମ୍ଭ କରିସାରିଛନ୍ତି। ଆଗକୁ IPL ଅଛି ତ ସେ ବର୍ତ୍ତମାନ ଓଡ଼ିଆ କ୍ରିକେଟ ଖାଲି ଜାରି ରଖିଛନ୍ତି କିନ୍ତୁ IPL ତାଙ୍କୁ ଟ୍ୱେଣ୍ଟି ଦେଖିବାକୁ ମିଳିବ। ଆଗକୁ 2026 ବିଶ୍ୱକପ୍ 27 ବିଶ୍ୱକପ୍ ଦିନିକିଆ ବିଶ୍ୱକପ୍ ଅଛି ତ ସେଥିରେ ସେ କ୍ୟାପ୍ଟେନ୍ ଭାବେ ନଜର ଆସିବା ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତ 2027 ପାଇଁ ଯେପରି ସେ ଫିଟ୍ ରହିବେ ତ ସେ ଜୋରସୋର ବ୍ୟାୟାମ ବା ବର୍ତ୍ତମାନ ମାନେ ତାଙ୍କର ଏକ୍ସରସାଇଜ ଜାରି ରଖିଛନ୍ତି। ତ ପତଳା ହେଉଛନ୍ତି ରୋହିତ ଶର୍ମା। ଦର୍ଶକ ବନ୍ଧୁ, ତ ଇଏ ଥିଲା ଏକ ବଡ଼ ଅପଡେଟ୍ ଯେ ମୁଁ ଆପଣମାନଙ୍କୁ ଜଣାଇଲି। ଅପଡେଟ୍ ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତ ଗୋଟେ ଲାଇକ୍ କରିବେ ଆଉ ज़्यादाରୁ ज़्यादा ସେୟାର କରିବେ, କାରଣ ଏଇଭଳିଆ କ୍ରିକେଟ କଣ୍ଟେଣ୍ଟ ସର୍ବପ୍ରଥମେ ମୋ ଚ୍ୟାନେଲ ସ୍ମାଇଲ୍ କ୍ରିକେଟରେ ଆପଣମାନେ ଦେଖିବାକୁ ପାଇବେ। ତ ଆଜି ପାଇଁ ରହୁଛି, ଦେଖାବ କାଲି ଏମିତି ଏକ ଦମଦାର ଭିଡ଼ିଓରେ। ସେତେବେଳେ ଟେକ୍ କେୟାର, ଜୟ ଜଗନ୍ନାଥ।